ପାଣିରେ ପଡ଼ିଲା 32 କୋଟି। ନିମ୍ନମାନର ରାସ୍ତା ନିର୍ମାଣ କରି ଠିକା ସଂସ୍ଥା ଛୁ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଭଦ୍ରାସାହି ଛକଠାରୁ ବଡ଼ବିଲ ପର୍ଯ୍ୟନ୍ତ ରାସ୍ତାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ପ୍ରାୟ 32 କୋଟି ବ୍ୟୟରେ ଉକ୍ତ ରାସ୍ତାକୁ 4 ଲାଇନ୍ ବିଶିଷ୍ଟ କରାଯାଇଛି। ଅନୁଗୁଳର ଠିକା ସଂସ୍ଥା ନନ୍ଦ ଇନଫ୍ରା ପ୍ରାଇଭେଟ ଲିମିଟେଡକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ମାତ୍ର ପୂର୍ତ୍ତ ବିଭାଗର ଉପଯୁକ୍ତ ତଦାରଖ ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ତେବେ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ କାଗଜ କଲମରେ ଏହାକୁ ସମ୍ପୂର୍ଣ୍ଣ ଦର୍ଶାଯାଇ ଅଗ୍ରିମ ଅର୍ଥ ହିସାବରେ ତାଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ରାସ୍ତାର ସ୍ଥାୟିତ୍ୱ ନିୟମ ଭଙ୍ଗ ହୋଇଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ଫାଇନାଲ ଅର୍ଥ ପାଇପାରୁନଥିବା ସୂଚନା ମିଳୁଛି। ଉକ୍ତ ରାସ୍ତା ପାଇଁ 3 ବର୍ଷର ଗ୍ୟାରେଣ୍ଟି ଥିଲେ ମଧ୍ୟ ରାସ୍ତାକୁ ମରାମତି କରାଯାଇନଥିବା ଅଭିଯୋଗ ହେଉଛି। ଏ ବାବଦରେ ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କ କହିବା କଥା, ଯେହେତୁ ରାସ୍ତା ସମ୍ପୂର୍ଣ୍ଣ ହେବାର 3 ବର୍ଷ ପୂରି ଯାଇଛି, ଠିକା ସଂସ୍ଥା ଏହାକୁ ମରାମତି କରିବାକୁ ଅନିଚ୍ଛୁକ। ତେଣୁ ପୂର୍ତ୍ତ ବିଭାଗ ପକ୍ଷରୁ ପୁଣି ଟେଣ୍ଡର କରାଯାଇ ରାସ୍ତାକୁ ମରାମତି କରାଯିବ।